नमस्कार श्रोता बंधु आपण मानक शुभेच्छा जणी आरंभ करुछु आजिर पल्लीमंच कार्यक्रम। माटीर स्वास्थ्य जानिले चासी पाइब सीए अमल बेसी हसिले तार छोट संसार हसी उठिब देश आमर। हाँ श्रोता बंधु माटी हेउची चासी भाईर जीवन। माटी जदि उर्वर हैला तेबे चासी भाई मुहरे हस फुटी उठिब काहेकि ना चाषरे उन्नति हेले चाषीर प्रगति आउ देशर अग्रगति। किंतु वर्तमान देखा जाउची लोक संख्या बढ़िबा सहित चाष जमी ह्रास हबारे लागिची। आउ जेतिकी चाष जमी रहिची चासी भाई सेथिरे अधिक उत्पादन पई रासायनिक सार कीटनाशक प्रयोग करुछि। एहा फलरे उत्पादन वृद्धि हेउची सत किंतु धीरे धीरे जमीर उत्पादक शक्ति कमिबारे लागिछि। माटी खपरा हे जाउछि, परिवेश प्रदूषित हेउछि आउ एही रासायनिक सार और कीटनाशक मनिषर स्वास्थ्य पई अनुकूल नुहे। तेणु एही गुरुत्वपूर्ण कथा को आखि आगरे रखी चाष करिबा पूर्वरु माटी परीक्षा कराई नेबा निहाती जरूरी। वर्तमान आमर चासी भाई मानंकु माटीर गुण मान परीक्षा करी कार्ड माध्यम रे जणाई दिया जाउछि। एहा केवल संभव हेई पारुछि मृत्तिका स्वास्थ्य कार्ड द्वारा। एही कार्ड द्वारा माटी को केते परिमाणर जैविक खत बा सार आवश्यक, मृत्तिका सुधारक करिबे किपरि, मृत्तिका अनुଯାयी फसल चयन एवं मृत्तिका स्वास्थ्य कार्ड माध्यम रे विशेषज्ञक द्वारा माटी परीक्षा करा जाई चासी भाई को जणाई दिया जाउछि। माटीर गुण, गछ कौन पोषक तत्व आवश्यक करुछि, माटीर अम्लत्व बा खारत्व ए कार्ड माध्यम रे अति सहजरे जानी हेउछि। हाँ श्रोता बंधु सबु काम को सहज करिबा पई हेले भगवानकर आशीर्वाद दरकार। आउ से भगवान आशीर्वाद कले ही सबु काम सहज सरल भाବରେ हेई परिबो। तेणु वर्तमान समय होइछि संध्या समय। संध्या समय रे आसंतु प्रभुंक नाम नै आगको आगे जिबा। मोर लोह झरी गाले जाऊ रे नीला चक्रे ने सुख सारी गाली जाऊ रे बड़ देउलटी थाओ मोर सुना हजी गले जाऊ रे मोर सुना हजी गले जाऊ रे कालिया सुनाटी थाओ मोर लोह झरी गाले जाऊ रे नीला चक्रे ने भजन सुनिले मन कन्न पवित्र हैला। एबे हम पेट पाटना कथा। श्रोता बंधु आम ओडिसा रे मुख्य चाष होउछि धान।
ଅଧିକାଂଶ ଚାଷୀ ଏହି ଧାନ ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ହେଲେ ଅନେକ ସମୟରେ କୀଟଙ୍କ ଆକ୍ରମଣରେ ଧାନ ଫସଲ କ୍ଷତିଗ୍ରସ୍ତ ହେଇଥାଏ। ଏହି କଥାକୁ ଆଖି ଆଗରେ ରଖି ଆଜି ପଲ୍ଲୀମଞ୍ଚ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଖରିଫ ଧାନ ଫସଲରେ ଶୋଷକ କୀଟ ପରିଚାଳନା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ଭୁବନାନନ୍ଦ ଅଧିକାରୀ, ସହକାରୀ ପ୍ରାଧ୍ୟାପକ, କୀଟତତ୍ତ୍ୱ ବିଭାଗ, ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ନିହାରବାଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମକୁ। ନମସ୍କାର। ଆଜି ତ ଆମର ଆଲୋଚନାର ବିଷୟ ରହିଛି ଖରିଫ ଧାନ ଫସଲରେ ଶୋଷକ କୀଟ ପରିଚାଳନା। ତାହେଲେ ପ୍ରଥମେ ଆମ ଚାଷୀ ଭାଇ ଭଉଣୀ ମାନେ ଜାଣିବାକୁ ଚାହିଁବେ ଯେ ଖରିଫ ଧାନ ଫସଲରେ ଶୋଷକ କୀଟ, ଏଇ ଶୋଷକ କୀଟ କଣ? ଆମ ପରିବେଶରେ, ଆମ ପରିସଂସ୍ଥାରେ ଯେଉଁ କୀଟ ମାନେ ବାସ କରନ୍ତି ସେମାନଙ୍କୁ ଯଦି ଆମେ ବୈଜ୍ଞାନିକ ସ୍ତରରେ ଯଦି ଆମେ ବିଭାଜନ କରିବା ତେବେ ଦୁଇ ପ୍ରକାର କୀଟ ରହିବେ। ପ୍ରଥମ ପ୍ରକାର ହଉଛନ୍ତି ଅପକାରୀ କୀଟ, ଆଉ ଗୋଟେ ପ୍ରକାର ହଉଛନ୍ତି ଉପକାରୀ କୀଟ। ଆଉ ସେ ଅପକାରୀ କୀଟ ମାନଙ୍କ ଭିତରୁ କିଛି ଏମିତି କୀଟ ଅଛନ୍ତି ଯେଉଁମାନେ ଫସଲକୁ ନଷ୍ଟ କଲା ବେଳେ ସେମାନଙ୍କର ଦାନ୍ତ ବା ଦାନ୍ତ ଭଳି ଯେଉଁ ତାଙ୍କର ପାଟିରେ ଅଛି ତାକୁ ସେମାନେ ବ୍ୟବହାର କରନ୍ତି। ସେମାନେ ପତ୍ର କାଟିବେ, ଫଳକୁ କଣା କରିବେ, କାଣ୍ଡକୁ କାଟିବେ। ଇଏ ଗୋଟିଏ ପ୍ରଜାତିର କୀଟ। ଯେମିତି ଆମେ ଝିଣ୍ଟିକା କଥା ନିଅନ୍ତୁ, ସିଏ ଗୋଟେ ପ୍ରକାର କୀଟ ଯାହାର ଦାନ୍ତ ଥାଏ। ସେମାନେ ସଲିଡ ଫୁଡ ବା କଠିନ ପଦାର୍ଥ ସେମାନେ ଖାଆନ୍ତି। ଆଉ ଗୋଟିଏ ପ୍ରଜାତି ଅଛନ୍ତି ଯୋଉମାନଙ୍କର ଦାନ୍ତ ନାହିଁ, ସେମାନେ ଚୋବେଇ ପାରନ୍ତି ନାହିଁ, ସେମାନେ ଗଛର ରସକୁ ଶୋଷିକିରି ଖାଇଥାନ୍ତି। ପକ୍ଷୀର ଯେମିତି ଗୋଟେ ଥଣ୍ଟ ଥାଏ, ଆମେ କୌଣସି ତରଳ ପଦାର୍ଥ ପିଇଲା ବେଳେ ଯେମିତି ଗୋଟେ ନଳୀ ବା ଗୋଟେ ଷ୍ଟ୍ରର ବ୍ୟବହାର କରୁ, ସେମିତି ତାଙ୍କର ପାଟିରେ ଗୋଟେ ନଳୀ ଭଳିଆ ଜିନିଷଟି ଥାଏ, ଯାହା ଦ୍ୱାରା ସେମାନେ ଗଛର ରସକୁ ଶୋଷିକି ସେମାନେ ଖାଇଥାନ୍ତି। ସେଥିପାଇଁ ସେମାନଙ୍କର ନାଁ ହଉଛି ଶୋଷକ କୀଟ। ଅର୍ଥାତ ସେମାନେ ତରଳ ପଦାର୍ଥ ଖାଆନ୍ତି, ରସକୁ ଶୋଷିକି ଖାଆନ୍ତି। ଆଉ ମୁଁ ଜଣେଇଦେବାକୁ ଚାହିଁବି ଯେ ଶୋଷକ କୀଟ ମାନଙ୍କ ଦ୍ୱାରା ଗଛରେ, ଆପଣ ଧାନ କହନ୍ତୁ, ଗହମ କହନ୍ତୁ, ଫଳ ପନିପରିବା କହନ୍ତୁ, ଯେଉଁ ଫସଲ ବି କହନ୍ତୁ ନା କାହିଁକି, ଶୋଷକ କୀଟ ମାନଙ୍କ ଦ୍ୱାରା ମାତ୍ରାଧିକ କ୍ଷତି ଗୋଟେ ଗଛର ହୁଏ। ଆଚ୍ଛା, ଆପଣ ତ କହିଲେ ଯେ ଦି ପ୍ରକାର କୀଟ ଅଛନ୍ତି, ଗୋଟେ ଉପକାରୀ କୀଟ ଆଉ ଜଣେ ଅପକାରୀ କୀଟ। ଉପକାରୀ କୀଟ ଶ୍ରେଣୀରେ କେଉଁମାନେ ଯାଉଛନ୍ତି ଆଉ ଅପକାରୀ କୀଟ ଶ୍ରେଣୀରେ କେଉଁମାନେ ଯାଉଛନ୍ତି, ସେ ସମ୍ପର୍କରେ ଟିକେ କୁହନ୍ତୁ। ଅପକାରୀ କୀଟ ମାନଙ୍କୁ ଆମେ କୀଟତତ୍ତ୍ୱ ବିଜ୍ଞାନରେ ପେଷ୍ଟ ବୋଲି କହୁ। ଆମେ ଯେମିତି କହୁଛେ ପେଷ୍ଟ ମ୍ୟାନେଜମେଣ୍ଟ, ଅପକାରୀ କୀଟ ମାନଙ୍କର ଦମନ ପ୍ରକ୍ରିୟା ବା ପରିଚାଳନା ପ୍ରକ୍ରିୟା। ଅପକାରୀ କୀଟ ମାନେ ଯେମିତି ଶୋଷକ କୀଟ ଭିତରେ ମାଟିଆ ଗୁଣ୍ଡି ପୋକ, ଫଳ ବିନ୍ଧା ପୋକ, କାଣ୍ଡ ବିନ୍ଧା ପୋକ, ଇଏ ସବୁ ହଉଛନ୍ତି ଅପକାରୀ କୀଟ ଶ୍ରେଣୀର ପୋକ, ଯୋଉମାନେ ଗଛ ମାନଙ୍କୁ ବା ଫସଲକୁ କ୍ଷତି କରି ଆମର ଆର୍ଥିକ କ୍ଷତି ଘଟାନ୍ତି। ମଣିଷର ସିଧାସଳଖ ବା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କ୍ଷତି ଘଟାନ୍ତି। ଆଉ ଉପକାରୀ କୀଟ ମାନେ ଯେମିତି କି ଟ୍ରାଇକୋଗ୍ରାମା ଗୋଟେ କୀଟ ଅଛି, ଭୃଙ୍ଗ ଜାତୀୟ କୀଟ ଅଛନ୍ତି, ଯୋଉମାନେ କି ଏଇ ଯୋଉ ଉପକାରୀ କୀଟ ମାନେ ଅପକାରୀ କୀଟ ମାନଙ୍କୁ ମାରିକି ଖାଆନ୍ତି। ସେମାନେ ଆମ ପାଇଁ ଦରକାର, ପ୍ରକୃତି ପାଇଁ ଦରକାର, ପ୍ରକୃତି ପାଇଁ ସେମାନେ ମିତ୍ର ଶ୍ରେଣୀର କୀଟ। ମହୁମାଛି ଇଏ ଗୋଟେ ଅଲଗା ପ୍ରକାର ଉପକାରୀ ଆମ ପାଇଁ ଦରକାର। ଲାଖ ପୋକ, ତାପରେ ରେଶମ କୀଟ, ଇଏ ସବୁ ଉପକାରୀ ପୋକ। କିନ୍ତୁ ଅପକାରୀ ପୋକ କହିଲେ ଯୋଉମାନେ ଫସଲକୁ କ୍ଷତି କରନ୍ତି, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆମର ଆର୍ଥିକ କ୍ଷତି ଘଟାନ୍ତି, ସେମାନଙ୍କୁ ଅପକାରୀ କୀଟ କୁହାଯାଏ। ଖୁବ ସୁନ୍ଦର ଭାବରେ ତ ଆପଣ କହିଲେ। ଆଚ୍ଛା, ଏଇ ଯୋଉ ଧାନ ଫସଲରେ ମୁଖ୍ୟତଃ କେଉଁ ଶୋଷକ କୀଟ ଆକ୍ରମଣ କରିଥାନ୍ତି? ଧାନ ଫସଲ ଗୋଟେ ଏମିତି ଫସଲ, ଯେତେବେଳେ ଆମେ ଗବେଷଣାକୁ ଯାଉ ବା ଅଧ୍ୟାପନାକୁ ଯାଉ, ସର୍ବାଧିକ ପୋକ ହୁଏତ ଓଡିଶାରେ ଧାନ ଫସଲରେ ହିଁ ଲାଗନ୍ତି। ସାଧାରଣତଃ 200ରୁ ଅଧିକ ପ୍ରକାର ପୋକ ଧାନ ଫସଲରେ ଲାଗିବାର ନଜିର ଅଛି। କିନ୍ତୁ ଯଦି ଆମେ ମୋଟାମୋଟି ଭାବରେ ଯିବା, ଧାନ ଫସଲରେ ଓଡିଶାର ଜଳବାୟୁ ଭିତରେ 20-25 ପ୍ରକାର ପୋକ ଲାଗନ୍ତି। ଶୋଷକ କୀଟ ଦ୍ୱାରା ଧାନ ଫସଲରେ କ୍ଷତି ହୁଏ। ଧାନରେ ସାଧାରଣତଃ ଦୁଇଟି ଅବସ୍ଥାରେ ଶୋଷକ କୀଟ ଅଧିକ ପରିମାଣରେ କ୍ଷତି ଘଟାନ୍ତି। ପ୍ରଥମ ଅବସ୍ଥା ହଉଛି ଧାନର କେଣ୍ଡା ବାହାରିବା ଆଗରୁ, ଆଉ ଗୋଟିଏ ଅବସ୍ଥା ହଉଛି ଧାନର କେଣ୍ଡା ବାହାରିବା ପରେ। ଧାନର କେଣ୍ଡା ବାହାରିବା ଆଗରୁ ଯେଉଁ ଶୋଷକ କୀଟ ମାନେ କ୍ଷତି ଘଟାନ୍ତି, ସେମାନେ ହଉଛନ୍ତି ମାଟିଆ ଗୁଣ୍ଡି ପୋକ, ଧଳା ପିଠିଆ ଗୁଣ୍ଡି ପୋକ ଆଉ ଦିଆଲି ପୋକ। କିନ୍ତୁ ଖରିଫ ଫସଲର ଯେହେତୁ ଆମର ବିଷୟବସ୍ତୁ ରହିଛି, ଖରିଫ ଫସଲର ସମୟ ସୀମା ଆପଣ ଜାଣନ୍ତି ଯେ ଜୁନ ଜୁଲାଇରୁ ଆରମ୍ଭ ହୁଏ, ମୌସୁମୀର ଆଗମନ ପ୍ରକ୍ରିୟାରେ ଆରମ୍ଭ ହୁଏ, ସେପ୍ଟେମ୍ବର ଅକ୍ଟୋବରରେ ଖରିଫ ଫସଲଟି ସରିଯାଏ। କିନ୍ତୁ ଦିଆଲି ପୋକ ଆସିବାର ସମୟ ହଉଛି ଦୀପାବଳି ସମୟରେ। ତେଣୁ ଖରିଫ ଫସଲରେ ଦିଆଲି ପୋକର ମାତ୍ରା କମ ଥାଏ ବା ନଥାଏ ବୋଲି କହିଲେ ଚଳେ। କିନ୍ତୁ ଧାନ କେଣ୍ଡା ବାହାରିବା ପୂର୍ବରୁ ମାଟିଆ ଗୁଣ୍ଡି ପୋକ
ଏବଂ ତା ସହିତ ଧଳା ପିଠିଆ ଗୁଣ୍ଡି ପୋକ ଲାଗନ୍ତି। ମାଟିଆ ଗୁଣ୍ଡି କହନ୍ତୁ ବା ଧଳା ପିଠିଆ ଗୁଣ୍ଡି ପୋକ କହନ୍ତୁ, ଏ ଗୋଟିଏ ପ୍ରଜାତିର ଏବଂ ସେମାନଙ୍କର କ୍ଷତିର ସିମ୍ପଟମ ବା ଲକ୍ଷଣ ମଧ୍ୟ ସମାନ, ସେମାନଙ୍କର ନିରାକରଣ ମଧ୍ୟ ସମାନ। ଆଉ ଗୋଟିଏ ପ୍ରଜାତିର କୀଟ ଗନ୍ଧି ପୋକ ଆମେ ଯାହାକୁ କହୁ, ଯାହାକୁ ଇଂରାଜୀରେ ବା ଆମ କୀଟତତ୍ତ୍ୱ ବିଜ୍ଞାନରେ ଯାହାକୁ ଗନ୍ଧି ବଗ ବୋଲି କୁହାଯାଏ, ସବୁଜ ରଙ୍ଗର ପୋକଟେ। ଧାନରେ ଯେତେବେଳେ କେଣ୍ଡା ବାହାରିଥିବ, କେଣ୍ଡା ବାହାରିଲା ପରେ ଧାନରେ କ୍ଷୀର ଧରିଥିବ, ତା ପରବର୍ତ୍ତୀ ପର୍ଯ୍ୟାୟରେ ଚାଉଳ ହବ। ତେଣୁ ଚାଉଳ ହବାର ଠିକ ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଧାନ କେଣ୍ଡାରେ କ୍ଷୀର ଥାଏ, ସେ କ୍ଷୀରକୁ ଶୋଷିବା ପାଇଁ ଗନ୍ଧି ପୋକ ମାନେ ଆକ୍ରମଣ କରନ୍ତି ଏବଂ ଧାନ କ୍ଷୀରକୁ ଶୋଷି ନେଇ ଅଗାଡିରେ ପରିଣତ କରିଦିଅନ୍ତି। ତେଣୁ ଏଇମାନେ ହିଁ ଖରିଫ ଧାନ ଫସଲରେ ବେଶୀ କ୍ଷତି କରନ୍ତି। ତାହେଲେ ଯୋଉ ମାଟିଆ ଗୁଣ୍ଡି ପୋକର ଲକ୍ଷଣ ଆଉ ତାକୁ ପରିଚାଳନା ଆମେ କେମିତି କରିବା, ସେ ସମ୍ପର୍କରେ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ, ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝେଇକି କୁହନ୍ତୁ। ମାଟିଆ ଗୁଣ୍ଡି ପୋକ ଆମ ଓଡିଶାରେ ଯାହାର ଅନ୍ୟ ନାଁ ହଉଛି ଚକଡା ପୋକ। ତେଣୁ ମାଟିଆ ଗୁଣ୍ଡି ପୋକର ଏମିତି ନା କାହିଁକି ହେଇଛି ନା, ଏମାନେ ଦେଖିବାକୁ ମାଟିଆ ରଙ୍ଗର। ତେଣୁ ସେମାନେ ବାସ କରନ୍ତି କୋଉଠି ନା, ଯଦି ଧାନ ଫସଲ ଆପଣ ଦେଖିଥିବେ ଯୋଉଠି ପାଣିର ଲେଭେଲ ସରେ, ତାର ମୂଳରେ ଯୋଉଠି ପାଣି ଥାଏ ତାର ଠିକ ଉପରକୁ ଯେହେତୁ ହ୍ୟୁମିଡିଟି ବେଶୀ ଥାଏ, ଆର୍ଦ୍ରତା ବେଶୀ ଥାଏ, ସେମାନେ ସେଇଠି ରହିବାକୁ ପସନ୍ଦ କରନ୍ତି, ଘଞ୍ଚ ଜାଗାରେ ରହିବାକୁ ପସନ୍ଦ କରନ୍ତି, ଧାନର ବୁଦା ମୂଳରେ ରହିବାକୁ ପସନ୍ଦ କରନ୍ତି। ସେମାନେ ପତ୍ର ଉପରକୁ ଆସନ୍ତି ନାହିଁ, ସେମାନେ ସେଇଠି ରହନ୍ତି ଆଉ ସେମାନେ ସେଇଠି ଅଣ୍ଡା ଦିଅନ୍ତି, ସେମାନଙ୍କର ବଂଶ ବିସ୍ତାର ସେଇଠି ହୁଏ। ଏବଂ ମାଟିଆ ଗୁଣ୍ଡି ପୋକ ଯେତେବେଳେ କ୍ଷତି କରେ, ମାଟିଆ ଗୁଣ୍ଡି ପୋକର ତିନୋଟି ଅବସ୍ଥା ଦେଖାଯାଏ। ଅଣ୍ଡା ଅବସ୍ଥା ପ୍ରଥମ ଅବସ୍ଥା, ଅଣ୍ଡା ପରବର୍ତ୍ତୀ ଅବସ୍ଥା ଯାହାକୁ ଆମେ ନିମ୍ଫ ବୋଲି କହୁ ଇଂରାଜୀରେ, ଯାହାକୁ ଅର୍ଭକ ବୋଲି କୁହାଯାଏ ଓଡିଆରେ। ନିମ୍ଫରୁ ଯୋଉ ପୂର୍ଣ୍ଣାଙ୍ଗ କୀଟଟି ବାହାରେ, ଦୁଇ ପ୍ରକାର ପୂର୍ଣ୍ଣାଙ୍ଗ ବାହାରେ। ଇଏ ହଉଛି ମାଟିଆ ଗୁଣ୍ଡି ପୋକର ଗୋଟେ ସ୍ୱତନ୍ତ୍ରତା ତାର ଜୀବନ ଚକ୍ରରେ। କିଛି ପୂର୍ଣ୍ଣାଙ୍ଗ କୀଟ ମାନଙ୍କର ଡେଣା ଥାଏ, ଆଉ କିଛି ପୂର୍ଣ୍ଣାଙ୍ଗ କୀଟ ମାନଙ୍କର ଡେଣା ନଥାଏ। ତ ଯୋଉମାନଙ୍କର ଡେଣା ନଥାଏ ସେମାନେ ସେଇ ଗଛରେ, ସେଇ ବୁଦାରେ, ସେଇ ଧାନ ଗଛରେ ରହିକି ସେମାନଙ୍କର ରସ ଶୋଷିକି ସେମାନେ ଖାଇବେ। ଯୋଉମାନଙ୍କର ଡେଣା ଥାଏ ସେମାନେ ଉଡିକି ଅନ୍ୟ କ୍ଷେତକୁ ଯିବେ, ସେଠି ଧାନ ଫସଲରେ ବଂଶ ବିସ୍ତାର କରିବେ। ତ ଯେତେବେଳେ ମାଟିଆ ଗୁଣ୍ଡି ପୋକ ଗଛରୁ ରସକୁ ଶୋଷିକି ଖାଏ, ଆମେ ଜାଣିଥିବା ଯେ ଗଛରେ ଜାଇଲେମ ଆଉ ଫ୍ଲୋଏମ ନାମକ ଦୁଇ ପ୍ରକାର ନଳୀ ଅଛି। ଜାଇଲେମ ରେ ଗଛ କଣ କରେ ନା, ମାଟିରୁ ପାଣି ଆଉ ବିଭିନ୍ନ ଯେତିକି ପୋଷକ ତତ୍ତ୍ୱ ଗୁଡିକ ନିଏ। ଫ୍ଲୋଏମ ରେ ଖାଦ୍ୟ ସଂଶ୍ଳେଷଣ ପ୍ରକ୍ରିୟା ପରେ ପତ୍ରରୁ ସେ ଫ୍ଲୋଏମ ରେ ପ୍ରସ୍ତୁତ ହେଇଥିବା ଖାଦ୍ୟକୁ ବିଭିନ୍ନ ଅଙ୍ଗକୁ ପଠାଏ। ତେଣୁ ଏଇ ଯୋଉ ମାଟିଆ ଗୁଣ୍ଡି ପୋକ ବା ଗୁଣ୍ଡି ଜାତୀୟ ପୋକ ଯେତିକି ରହିଲେ, ମାଟିଆ ଗୁଣ୍ଡି ବା ଧଳା ପିଠିଆ ଗୁଣ୍ଡି ପୋକ, ସେମାନେ ଫ୍ଲୋଏମ ଫିଡର ବା ସେମାନେ ଫ୍ଲୋଏମ ନଳୀକୁ ଶୋଷିକି ଖାଇବା କୀଟ। ସେମାନେ ପ୍ରସ୍ତୁତ ହେଇଥିବା ଖାଦ୍ୟକୁ, ଜଳକୁ ସେମାନେ ଗ୍ରହଣ କରନ୍ତି, ରସକୁ ଶୋଷିକି ଖାଆନ୍ତି, ଯାହା ଫଳରେ ଗଛର ଉଚ୍ଚତା ଆଉ ବଢେନି, ଗଛଟି ଧୀରେ ଧୀରେ ହଳଦିଆ ପଡିଯାଏ। ଗଛଟି ହଳଦିଆ ପଡିବା ସଙ୍ଗେ ସଙ୍ଗେ ପରେ ପରେ ମାଟିଆ ରଙ୍ଗର ପଡିଯାଏ, ପୋଡିଗଲା ଭଳି ଦେଖାଯାଏ। ଏବଂ ଯଦି ଧାନ କ୍ଷେତକୁ ଲକ୍ଷ୍ୟ କରିବେ, ଧାନ କ୍ଷେତର ମଝିରେ ଯଦି ଆକ୍ରମଣ ହେଇଥିବ ମାଟିଆ ଗୁଣ୍ଡି ପୋକର, ଚକ୍ର ଭଳି ଗୋଟେ ଗୋଲାକାର ଆକୃତିର, ସିଏ ପୋଡିଗଲା ଭଳି ସିମ୍ପଟମ ବା ପୋଡିଗଲା ଭଳି ଲକ୍ଷଣ ଦେଖାଯିବ। ତେଣୁ ଏଥିପାଇଁ ଲକ୍ଷଣ ପରିପ୍ରେକ୍ଷୀରେ ତାକୁ ଚକଡା ପୋକ ବୋଲି କୁହାଯାଏ। ରୂପ ପରିପ୍ରେକ୍ଷୀରେ ତାକୁ ମାଟିଆ ଗୁଣ୍ଡି ପୋକ, ଲକ୍ଷଣ ପରିପ୍ରେକ୍ଷୀରେ ତାକୁ ଚକଡା ପୋକ ବୋଲି କୁହାଯାଏ। ଠିକ ସେମିତି ଧଳା ପିଠିଆ ଗୁଣ୍ଡି ପୋକ ମଧ୍ୟ ଯଦି ମାଟିଆ ଗୁଣ୍ଡି ପୋକ ଲାଗୁଛି, ଆପଣ ଜାଣି ନିଅନ୍ତୁ ଧଳା ପିଠିଆ ଗୁଣ୍ଡି ପୋକ ମଧ୍ୟ ସେଇଠି ଥିବ, ଯାହାକୁ ଇଂରାଜୀରେ ହ୍ୱାଇଟ୍ ବ୍ୟାକ୍ଡ ପ୍ଲାଣ୍ଟ ହପର ବୋଲି କୁହାଯାଏ। ଆମେ ଯେମିତି ଦେଖିଲେ ମାଟିଆ ଗୁଣ୍ଡି ପୋକର ରଙ୍ଗ ହଉଛି ମାଟିଆ, ୟାଙ୍କର ପିଠି ପଟେ ଧଳା ରଙ୍ଗର ଡେଣା ଥିବ, ସେଥିପାଇଁ ତାକୁ ଧଳା ପିଠିଆ ଗୁଣ୍ଡି ପୋକ ବୋଲି କହନ୍ତି। ଇଏ ମଧ୍ୟ ସମାନ ପ୍ରଜାତିର ଶୋଷକ କୀଟ। ସେମାନେ ଗଛର କାଣ୍ଡ, ପତ୍ର ଏବଂ ବିଭିନ୍ନ ଅଙ୍ଗରୁ ସେମାନେ ରସକୁ ଶୋଷିକି ଖାଇବେ। ଇଏ ମଧ୍ୟ ପୋଡିଗଲା ଭଳି ସିମ୍ପଟମ ବା ପୋଡିଗଲା ଭଳି ଲକ୍ଷଣ ଦେଖାଯିବେ, ଚକଡା ଲକ୍ଷଣ ଦେଖାଯିବେ, ଯାହାକୁ ଇଂରାଜୀରେ ହପର ବର୍ନ ବୋଲି କୁହାଯାଏ। ଇଏ ହଉଛି ଲକ୍ଷଣ ଆମର ଗୁଣ୍ଡି ପୋକ ମାନଙ୍କର। ଆଉ ଗୋଟିଏ ବିଶେଷ କଥା ଏମାନଙ୍କ ଭିତରେ ଅଛି ଯେ ଏମାନେ କିଛି ଭୂତାଣୁ ଜନିତ ରୋଗ ଗଛ ଭିତରେ ପ୍ରବେଶ କରିବାକୁ ଦିଅନ୍ତି। ମାଟିଆ ଗୁଣ୍ଡି ପୋକ କହନ୍ତୁ, ଧଳା ପିଠିଆ ଗୁଣ୍ଡି ପୋକ କହନ୍ତୁ, ସେମାନେ ଧାନ ଫସଲରେ ଟୁଙ୍ଗ୍ରୋ ଭାଇରସ ନାମକ ଗୋଟେ ଭୂତାଣୁ ଜନିତ ରୋଗ ସେମାନେ ଗଛ ଭିତରେ ପ୍ରବେଶ କରିବାକୁ ଦିଅନ୍ତି, ଯାହା ଦ୍ୱାରା ଗଛର ଉଚ୍ଚତା ଆବଶ୍ୟକତା ଠାରୁ କମ ହୁଏ ଏବଂ ଗୋଟେ ବୁଦାଟି ବଢି ପାରେ ନାହିଁ,
ଗଛର ଅମଳ ହ୍ରାସ ପାଏ। ୟାର ଯଦି ପରିଚାଳନାକୁ ଯିବେ, ଓଡ଼ିଶାରେ ମଧ୍ୟ ୟାର ପରିଚାଳନାକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା କରାଯାଇଛି, ଯୋଉଥିପାଇଁ ଗୁଣ୍ଡି ପୋକ ମାନେ ବଢନ୍ତି ସେ ପ୍ରକ୍ରିୟାଟିକୁ ଆମେ ଯଦି ବନ୍ଦ କରିଦେବା ତାହେଲେ ଏ ଗୁଣ୍ଡି ପୋକ ଆଉ ହେବେ ନାହିଁ। ପ୍ରଥମ କଥା, ଧାନକୁ ଧାଡି ବୁଣା ଆମେ କରିବାକୁ ପଡିବ। ଆମକୁ ବ୍ରଡକାଷ୍ଟିଂ ନ କରିକି ହାତରେ ନ ବୁଣିକି ଆମକୁ ଧାଡି ବୁଣା କରିବାକୁ ପଡିବ। ଆଉ ପ୍ରତ୍ୟେକ 10 ରୁ 15 ଧାଡି ପରେ ଆମକୁ ଗୋଟେ ଦୁଇ ଧାଡିର ଗ୍ୟାପ୍, ଗୋଟେ ଦୁଇ ଧାଡିର ବ୍ୟବଧାନ ରଖିବାକୁ ପଡିବ। କାହିଁକି ନା ସେ ଗୋଟେ ଦୁଇ ଧାଡିର ବ୍ୟବଧାନ ଭିତରେ ସୂର୍ଯ୍ୟାଲୋକ ପ୍ରବେଶ କରିବାକୁ ବାଟ ପାଇବ, ଆମେ ଯିବା ଆସିବା ପାଇଁ ବାଟ ପାଇବ, ଆଉ ସେ ଯୋଉ ଆର୍ଦ୍ରତାଟା ବେଶୀ ହେଇକି ଥାଏ ସେ ଆର୍ଦ୍ରତାଟା ମଧ୍ୟ କମିଯିବ। ସୂର୍ଯ୍ୟାଲୋକ ବେଶୀ ହବା ଫଳରେ ତାପମାତ୍ରା ମଧ୍ୟ ଗୋଟେ ଫିଲ୍ଡର ଗୋଟେ କ୍ଷେତ୍ର ବଢିବ। ତେଣୁ ମାଟିଆ ଗୁଣ୍ଡି ପୋକ ତାର ବଂଶ ବିସ୍ତାର କରିବାକୁ ସୁଯୋଗ ପାଇବ ନାହିଁ। ଆଚ୍ଛା, ଗଛ ଗଛ ଭିତରେ ଦୂରତା କେତେ ରହିବା ଦରକାର? ଗଛ ଗଛ ଭିତରେ ଦୂରତା ଯେତିକି ଅନୁମୋଦିତ ପରିମାଣର ଅଛି 20 ସେଣ୍ଟିମିଟର 15 ସେଣ୍ଟିମିଟର ଏତିକି ରହିବା କଥା। ଆମେ ଯେତେବେଳେ ହାତରେ ବୁଣି ଦଉ ସିଏ 5-10 ସେଣ୍ଟିମିଟରରେ ବି ଗଛ ଉଠିଯାଏ। ତେଣୁ ଅଧିକ ଅନ୍ଧାର ଦେଖାଯାଏ ଗଛ ଫିଲ୍ଡ ଭିତର, କ୍ଷେତ ଭିତର, ତେଣୁ ତା ଭିତରେ ଗୁଣ୍ଡି ପୋକ ମାନେ ବେଶୀ ବାସ କରନ୍ତି, ସୁବିଧା ହେଇଯାଏ ତାଙ୍କୁ ରହିବା ପାଇଁ। ତେଣୁ ଆମକୁ ଦୂରତା ରକ୍ଷା କରିବାକୁ ପଡିବ, ଧାଡି ବୁଣା କରିବାକୁ ପଡିବ। ଆମେ ସେ ଯୋଉ 10-15 ଧାଡି ପରେ ଗୋଟେ ଦି ଧାଡିର ବ୍ୟବଧାନ ଆମେ ଦବା, ତାକୁ ଇଂରାଜୀରେ ଆଲିୱେଜ ବୋଲି କହନ୍ତି। ଆଉ ସେ ଆଲିୱେଜ ର ପ୍ରଣାଳୀ ହିଁ ମାଟିଆ ଗୁଣ୍ଡି ପୋକର ଗୋଟେ ସଫଳ ନିୟନ୍ତ୍ରଣ ପଦ୍ଧତି ଭାବରେ ଗ୍ରହଣ କରାଯାଇଛି। ଆଉ ଗୋଟିଏ ପଦ୍ଧତି ଆମେ ଯଦି ଗ୍ରହଣ କରିବା ତାହେଲେ ଅଲ୍ଟରନେଟ ଡ୍ରାଇଂ ଆଣ୍ଡ ୱେଟିଂ। ତାର ଅର୍ଥ ହଉଛି ଯଦି ଫିଲ୍ଡରେ ବା କ୍ଷେତରେ ପାଣି ଅଛି ତାକୁ ଶୁଖିବାକୁ ଛାଡି ଦିଆଯାଉ। କ୍ଷେତରେ ଥିବା ପାଣି ସମ୍ପୂର୍ଣ୍ଣ ଶୁଖିଗଲା ପରେ ତାପରେ ପାଣି ମଡାନ୍ତୁ, ପାଣି ଉପରେ ପାଣି ମଡାନ୍ତୁ ନାହିଁ। ଅର୍ଥାତ୍ ତାର ଆର୍ଦ୍ରତାରେ ଯେତେବେଳେ ପରିବର୍ତ୍ତନ ହବ, ହଠାତ୍ ଆର୍ଦ୍ରତା ବଢିଯିବ, ହଠାତ୍ ଆର୍ଦ୍ରତା କମିଯିବ, ହଠାତ୍ ପରିବର୍ତ୍ତନ, ଆକସ୍ମିକ ପରିବର୍ତ୍ତନ ଫଳରେ ସେ ଗୁଣ୍ଡି ପୋକ ତାର ଜୀବନ ଧାରଣ କରିପାରେ ନାହିଁ। ତେଣୁ ତାକୁ ଅଲ୍ଟରନେଟିଭଲି ଆମେ ଥରେ ଶୁଖେଇବା, ଥରେ ପାଣି ଦବା, ପାଣି ପୁଣି ଶୁଖେଇବା, ପୁଣି ପାଣି ଦବା, ଏ ପ୍ରକାର ପରିସ୍ଥିତି କଲେ ହୁଏତ ମାଟିଆ ଗୁଣ୍ଡି ପୋକ ଆଉ ଲାଗିବେ ନାହିଁ। ଆଉ ତୃତୀୟ କଥା ହଉଛି ଆମେ ଏଇ ଗୁଣ୍ଡି ପୋକ ପାଇଁ ସହଣୀ ଶକ୍ତି ଥିବା କିସମ, ଯାହାକୁ ଆମେ ରେଜିଷ୍ଟାଣ୍ଟ ଭେରାଇଟିଜ ବୋଲି କହୁ, ଆମକୁ ବ୍ୟବହାର କରିବାକୁ ପଡିବ। ସେ କିସମରେ କୋଉ କୋଉ କିସମ ସବୁ ଆସୁଛି? ଖରିଫ ଧାନର କୋଉ କୋଉ କିସମ ଆସୁଛି ସହଣୀ ଶକ୍ତି ଥିବା କିସମ ମାନଙ୍କ ଭିତରୁ ଓଡ଼ିଶାରେ ଚାଷ କରାଉଥିବା ହସନ୍ତ ଭେରାଇଟି କହନ୍ତୁ, ହସନ୍ତ କିସମ, ଆପଣ ଗୌରୀ କହନ୍ତୁ, ଦୁର୍ଗା, ସାରଳା, ଇନ୍ଦ୍ରାବତୀ, ପ୍ରାଚୀ, ମହାନଦୀ, ଜଗବନ୍ଧୁ, ଏମିତି ଅନେକ ଭେରାଇଟିଜ ଅଛି, ଅନେକ କିସମ ଅଛି। ଆମେ ଯଦି ସେଇ ବିହନ ଉପଯୋଗ କରିବା ବା ବୁଣିବା, ଯଦି ସେଇ ବିହନକୁ ନେଇକରି ଆମର ବି ମାଟିଆ ଗୁଣ୍ଡି ପୋକ ଏତେ ଲାଗିବାର ସମ୍ଭାବନା ନାହିଁ। ସେଗୁଡିକ ରେଜିଷ୍ଟାଣ୍ଟ ଭେରାଇଟି ପରୀକ୍ଷା ହେଇକରି ସେଇ ବିହନ ଗୁଡିକ ବାହାରିଛି, ଆଉ ସେମାନେ ମାଟିଆ ଗୁଣ୍ଡି ପୋକ ପ୍ରତି ସହଣୀ ଶକ୍ତି ଥିବା କିସମ। ଆଉ ଗୋଟିଏ କଥା ହଉଛି, ଯେତେବେଳେ ଆମେ ଦେଖିବା ଗୋଟେ ବୁଦା ପ୍ରତି ଯଦି 4-5ଟି ପୋକ ଅଛନ୍ତି ମାଟିଆ ଗୁଣ୍ଡି ପୋକ, ଆମେ ଧାନ ଫସଲରେ ନିୟମିତ ସର୍ବେକ୍ଷଣ ଜରୁରୀ। ସର୍ବେକ୍ଷଣ ପରେ ଯଦି ଆମେ ଦେଖିଲେ ବୁଦା ଭିତରେ 2-3ଟି ପୋକ ଆରମ୍ଭ ହେଲେଣି, ସେ ଆରମ୍ଭ କାଳରେ ଆମେ ନିମ୍ବଜାତ କୀଟନାଶକ ପ୍ରୟୋଗ କରିବା ଉଚିତ। ନିମ୍ବଜାତ କୀଟନାଶକ କହିଲେ ନିମ୍ବ ମଞ୍ଜି ଉଦ୍ଧୃତାଂଶ, ଯାହାକୁ NSK ବୋଲି କୁହାଯାଏ, ତାକୁ କହନ୍ତୁ ବା ନିମ୍ବ ତେଲ କହନ୍ତୁ। ସାଧାରଣ ଭାବରେ ଆଜାଡିରାକ୍ଟିନ୍ 0.03% 800 ମିଲିଲିଟର ଏବଂ 5% 80 ମିଲିଲିଟରକୁ 200 ଲିଟର ପାଣିରେ ଏକର ପିଛା ମିଶେଇକିରି ବୁଦା ମୂଳରେ ସିଞ୍ଚନ କରିବା ଉଚିତ। ଆମେ ଗୁଣ୍ଡି ପୋକର ଦମନ ପାଇଁ ଆମେ ପତ୍ର ଉପରେ ସିଞ୍ଚନ କଲେ ହବନି, ବୁଦା ମୂଳରେ ସିଞ୍ଚନ କରିବା ଉଚିତ, ଆଉ ଉପର ବେଳା ସିଞ୍ଚନ କରିବା ବିଧେୟ। ତାପରେ ସାଧାରଣତଃ ଏଇ ଗୁଣ୍ଡି ପୋକ ଗୁଡିକ ପୁନରୁତ୍ଥାନ ବେଳେ ବେଳେ ହେଇଯାଏ, ଆଉ ସେ ପୁନରୁତ୍ଥାନ କରୁଥିବା କୀଟନାଶକ ଗୁଡିକ ପକେଇବା ଅନୁଚିତ। ଆଉ ଗୋଟିଏ କଥା ହଉଛି, ସାଧାରଣତଃ ଶୋଷକ କୀଟ ବା ଗୁଣ୍ଡି ପୋକ ଆପଣ ଯାହାକୁ କହୁଛନ୍ତି, ସେ ଗୁଣ୍ଡି ପୋକଟି ଲାଗେ କେତେବେଳେ ନା ଯେତେବେଳେ ଗଛର ଭେଜିଟେଟିଭ ଗ୍ରୋଥ ବା ଗଛର ଯେତେବେଳେ ସବୁଜ କଣିକା ବେଶୀ ହେଇଯାଇଥିବ, ବେଶୀ ଘଞ୍ଚ ଭାବରେ ସେ ଗଛଟି ବଢିଥିବ। ଆଉ କେତେବେଳେ ବଢିବ ନା ଯେତେବେଳେ ଚାଷୀଟିଏ ଅନୁମୋଦିତ ପରିମାଣରୁ ଅଧିକ ପରିମାଣର ଜବକ୍ଷାରଜାନ ସାର ପ୍ରୟୋଗ କରିଥିବ। ବେଶୀ ଲୋଭରେ ଯେ ଗଛ ବେଶୀ ବଢିଲେ ବେଶୀ ଫସଲ ଦବ, ବେଶୀ ଅମଳ ଦବ କହିକି ଚାଷୀ ଭାଇ ମାନେ
ଜବକ୍ଷାରଜାନ ଜାତୀୟ ସାର ବେଶୀ ପ୍ରୟୋଗ କରିଦିଅନ୍ତି ବେଳେ ବେଳେ। ସେଥିପାଇଁ ଗଛର ଯୋଉ ଘଞ୍ଚପଣତା ବେଶୀ ଆସେ, ସବୁଜ କଣିକା ବେଶୀ ସୃଷ୍ଟି ହେଇଯାଏ, ସେଥିପାଇଁ ଶୋଷକ କୀଟର ପରିମାଣ ବେଶୀ ହୁଏ। ତେଣୁ ଆମେ ଅନୁମୋଦିତ ପରିମାଣର ଜବକ୍ଷାରଜାନ ସାର ଦରକାର। ପ୍ରତ୍ୟେକ ଜମି ପାଇଁ ଅନୁମୋଦନ ଭିନ୍ନ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଚାଷୀ ଭାଇ ମାନେ ସାର ପ୍ରୟୋଗ କରିବା ନିହାତି ଦରକାର। ଆଚ୍ଛା, ଆପଣ ଆଉ ଗୋଟେ ଗନ୍ଧି ପୋକ କଥା କହିଲେ, ସେ ଗନ୍ଧି ପୋକର ଲକ୍ଷଣ ପରିଚାଳନା କେମିତି ଆମେ କରିବା? ଗନ୍ଧି ପୋକ କହିଲେ ଆମେ ଯାହାକୁ ଗନ୍ଧି ବଗ ବୋଲି କହୁ, ଠିକ ଯେମିତି ଆମେ ଆଲୋଚନାରେ କହିଥିଲେ, ଯେତେବେଳେ ଧାନ କେଣ୍ଡାରେ କ୍ଷୀର ଆସିଥିବ ସେତେବେଳେ ଗନ୍ଧି ପୋକ ଆସେ। ଗନ୍ଧି ପୋକ ଧାନ ଉପରେ ବସେ, ତାର ଶୁଣ୍ଢରେ ସେ ଧାନକୁ ଫୁଟାଏ, ସେ କ୍ଷୀରକୁ ପିଏ ଏବଂ ଚାଲିଯାଏ। କ୍ଷୀର ପିଇଦବା ଫଳରେ ଧାନ ଆଉ ଚାଉଳ ନ ହୋଇ ଅଗାଡିରେ ପରିଣତ ହେଇଥାଏ। ବେଳେ ବେଳେ ଯେତେବେଳେ ଚାଉଳ ଧରି ଆସିଥିବ, ଗନ୍ଧି ପୋକ ଫୁଟେଇ ସାରିଥିବ କିନ୍ତୁ ପିଇ ପାରେନି କ୍ଷୀର, ଚାଉଳ ଯେହେତୁ ଆସିଥିବ କଠିନ ଅବସ୍ଥା ହେଇଯାଇଥିବ, ସେତେବେଳେ ଗନ୍ଧି ପୋକ ସେ ଧାନକୁ ରିଜେକ୍ଟ କରିକି ଧାନକୁ ପରିତ୍ୟାଗ କରିକି ପଳେଇବ। କିନ୍ତୁ ସେ କଣାଟି ଯେହେତୁ ରହିଯାଇଥାଏ, ସେ କଣାରେ ବିଭିନ୍ନ ଜୀବାଣୁ ଏବଂ ଭୂତାଣୁ ମାନେ ମଧ୍ୟ ପ୍ରବେଶ କରନ୍ତି। ଇଏ ହଉଛି ଗନ୍ଧି ପୋକର ଲକ୍ଷଣ। ଗନ୍ଧି ପୋକ ମାନେ ଚାଉଳ ଧରିବାକୁ ଦିଅନ୍ତି ନାହିଁ, ଧାନକୁ ବେଶୀ ପରିମାଣରେ ଅଗାଡି ପରିଣତ କରେଇ ଦିଅନ୍ତି। ମୁଁ କହି ରଖିବାକୁ ଚାହୁଁଛି ତାର ପରିଚାଳନାଟା ଅତି ସହଜ। ଯେତେବେଳେ ଗନ୍ଧି ପୋକ ଲାଗିବା ଆରମ୍ଭ କରିଥିବ, କେଣ୍ଡା ଯେତେବେଳେ ପଡି ସାରିଥିବ ଧାନରେ, କେଣ୍ଡା ପକେଇବା ପରେ କ୍ଷୀର ଢୋକିବା ଅବସ୍ଥାରେ ଆମେ ସେଇ କ୍ଷେତରୁ କିଛି ଗେଣ୍ଡା, କଙ୍କଡା ଆଉ ଶାମୁକାକୁ ସଂଗ୍ରହ କରିବା। ସଂଗ୍ରହ କଲା ପରେ ଗୋଟେ ପାତ୍ରରେ ଆମେ ତାକୁ ଲୁଣ ପକେଇକି ସେ ସବୁକୁ ମାରିଦବା। ମାରି ଦେଇକି ତାକୁ ଛେଚିକି ଗୋଟେ ପତଳା କପଡାରେ ବାନ୍ଧି ଗୋଟେ ବାଡିରେ ସେ କପଡାକୁ ଝୁଲେଇ ସେ କ୍ଷେତ ମଝିରେ କିମ୍ବା କଡରେ ଦେଇଦେଲେ ଗନ୍ଧି ପୋକ ମାନେ ସେ ଆଡକୁ ଆକର୍ଷିତ ହୋଇ ପଳାନ୍ତି, ଆଉ ଧାନ ଫସଲକୁ କ୍ଷତି ନ କରି ସେମାନେ ସେଇ ରସକୁ ଶୋଷିକିରି ଖାଆନ୍ତି। ତେଣୁ ଯେମିତି ଆମେ ଜାଣିଛେ କଣ୍ଟାକୁ କଣ୍ଟାରେ କାଢିବା, ଏଇ ଗନ୍ଧି ପୋକକୁ ଗନ୍ଧରେ ଆମେ କାଢିବା। ଏଇ ଗେଣ୍ଡା ଶାମୁକାଙ୍କର ଛେଚା ଲୁଣରେ ପଚା ସଢା ଇଏରେ ଆମେ ତାକୁ କଣ୍ଟ୍ରୋଲ କରିପାରିବା, ମ୍ୟାନେଜ କରିପାରିବା, ପରିଚାଳନା କରିପାରିବା। ଆଉ ଗୋଟିଏ ଉପାୟ ହେଉଛି ଆଲୋକ ଜନ୍ତାର ପ୍ରୟୋଗ। ଆମେ ହେକ୍ଟର ପିଛା ଗୋଟିଏ ଆଲୋକ ଜନ୍ତା ଆମେ ଯଦି କ୍ଷେତରେ ବସେଇବା, ଗନ୍ଧି ପୋକ ସାଧାରଣ ଭାବରେ ଆଲୋକ ଜନ୍ତା ଆଡକୁ ଆକର୍ଷିତ ହେବେ, ଆଲୋକ ଆଡକୁ ଆକର୍ଷିତ ହେବେ ଏବଂ ସେମାନେ ସେଇଠି ପଡିକିରି ମରିଯିବେ। ଆଉ ଗୋଟିଏ କଥା ହଉଛି ଗନ୍ଧି ପୋକ ମାନେ ଧାନକୁ ଛାଡିଦେଲା ପରେ ଘାସ, ଶୁଆଁ, ଘାସ ଜାତୀୟ ତୃଣ ମାନେ ସେଥିରେ ସେମାନଙ୍କର ଜୀବନ ଚକ୍ର ମଧ୍ୟ ସମାହିତ କରିପାରନ୍ତି। ତେଣୁ ଧାନ ଫସଲ ଯୋଉଠି ଲାଗିଛି ସେ ଜମିର ଚାରିପଟେ ଥିବା ବିଭିନ୍ନ ଘାସକୁ ଆମେ ଦମନ କରିବାକୁ ପଡିବ, ନହେଲେ ଗନ୍ଧି ପୋକ ମାନେ ଧାନ ଫସଲ ସହିତ ସେଠି ବସବାସ କରିବେ, ପରବର୍ତ୍ତୀ ଫସଲକୁ ମଧ୍ୟ ସେମାନେ ଆକ୍ରମଣ କରିବେ। ତାପରେ ଆଉ ଗୋଟିଏ କଥା ହଉଛି ଧାନରେ ଫୁଲ ବା କେଣ୍ଡା ବାହାରିବା ପୂର୍ବରୁ ଏବଂ ପରେ ଥରେ ଲେଖାଏ ନିମ୍ବ ମଞ୍ଜି ଉଦ୍ଧୃତାଂଶ 5% ଆମେ ପ୍ରୟୋଗ କରିବା ଉଚିତ। ନିମ୍ବ ଜାତୀୟ କୀଟନାଶକ ଆମେ ପ୍ରୟୋଗ ଜୈବିକ ଉପାୟରେ ମଧ୍ୟ ପ୍ରୟୋଗ କରିବା। ଆଉ ଧାନ କ୍ଷେତରେ ଯେତେବେଳେ ହଳ ହଉଥିବ ସେତେବେଳେ ଏକର ପିଛା 25 କିଲୋଗ୍ରାମ ନିମ୍ବ ପିଡିଆ ଆମେ ଯଦି ପ୍ରୟୋଗ କଲେ ତାହେଲେ ଗନ୍ଧି ପୋକ ମଧ୍ୟ ଆକ୍ରମଣ ହବା କମିଯାଏ। ଆକୁ ରାସାୟନିକ ଉପାୟରେ କେମିତି ଦମନ କରିବା? ରାସାୟନିକ ଉପାୟରେ ଦେଖନ୍ତୁ, ଏଇ ଯୋଉ ଦୁଇ ପ୍ରକାର ଶୋଷକ କୀଟ ଆମେ କହିଲେ ଯେ ମାଟିଆ ଗୁଣ୍ଡି ପୋକ ଏବଂ ଗନ୍ଧି ପୋକ। ମାଟିଆ ଗୁଣ୍ଡି ପୋକର ସାଧାରଣତଃ ଆମେ ଏତିକି ମନେ ରଖିବା ଉଚିତ ଯେ ଆମେ ନୂତନ ଭାବରେ ସୃଷ୍ଟି ହେଇଥିବା ବା ନୂତନ ଭାବରେ ରେକମେଣ୍ଡ ହେଇଥିବା ଭାରତ ସରକାର, ଓଡିଶା ସରକାର ଦ୍ୱାରା ନୂତନ ଭାବରେ ଯୋଉ ରିସେଣ୍ଟ ଇନସେକ୍ଟିସାଇଡ ଅଛି ଏବେ ହେଇଛି ସେଗୁଡିକ ପ୍ରୟୋଗ କରିବା ଦରକାର। ରଦ୍ଦ ହେଇଥିବା କୀଟନାଶକ ଗୁଡିକ ଆମେ ପ୍ରୟୋଗ କରିଯାଉ, ସେଥିପାଇଁ ସେମାନଙ୍କର ପୁନରୁତ୍ଥାନଟି ହୁଏ। ତେଣୁ ଆମେ ରଦ୍ଦ ହେଇଥିବା କୀଟନାଶକ ବ୍ୟବହାର ନ କରିକି ସାଧାରଣ ଗୋଟେ ଏକ୍ସାମ୍ପଲ ମୁଁ ଦଉଛି, ଯେମିତି ପାଇମେଟ୍ରୋଜେନ ଗୋଟେ କୀଟନାଶକ ଅଛି, ନୂତନ କୀଟନାଶକଟେ, 50% WG ଏକର ପିଛା 120 ଗ୍ରାମ, ତାକୁ ଆମେ 200 ଲିଟର ପାଣିରେ ମିଶେଇକି ସିଞ୍ଚନ କରିବା ଦରକାର। ଆଉ ଗୋଟେ ଏକ୍ସାମ୍ପଲ ମାଟିଆ ଗୁଣ୍ଡି ପୋକ ପାଇଁ ଗୋଟେ ଡାଇନୋଟେଫ୍ୟୁରାନ ବୋଲି ଗୋଟେ କୀଟନାଶକ ଅଛି, 20 SG 60 ରୁ 80 ଗ୍ରାମ ଲେଖାଏ, ଫ୍ଲୋନିକାମିଡ 50 WG 60 ଗ୍ରାମ, ଏ ସବୁକୁ ଆମେ 200 ଲିଟର ପାଣିରେ ମିଶେଇକିରି ଆମେ ତାକୁ ସିଞ୍ଚନ କଲେ ମାଟିଆ ଗୁଣ୍ଡି ପୋକରୁ ରକ୍ଷା ପାଇପାରିବା। ସେମିତି ଯଦି ଗନ୍ଧି ପୋକ ଆପଣଙ୍କର ଲାଗୁଛନ୍ତି, ଗନ୍ଧି ପୋକ ପାଇଁ ଆମେ ଫେନଭାଲରେଟ ବୋଲି ଗୋଟେ ଇନସେକ୍ଟିସାଇଡ ଅଛି, ଫେନଭାଲରେଟ, ତାକୁ ଆମେ ପାଉଁଶ ସହିତ ମିଶେଇକି ଗଛ ଉପରେ ଡଷ୍ଟିଂ କରିଦବା, ଆମେ ସିଞ୍ଚନ କରିଦବା, ତାହେଲେ ଆମେ ସୁଫଳ ପାଇବା। ନଚେତ ଥାଏମେଥୋକ୍ସାମ 25% WG 40 ଗ୍ରାମ କିମ୍ବା ଇମିଡାକ୍ଲୋପିଡ 17.8% SL 50 ମିଲିଲିଟର 200 ଲିଟର ପାଣିରେ ଏକର ପିଛା ମିଶେଇକି ସିଞ୍ଚନ କଲେ ଆମେ ମଧ୍ୟ
ସୁଫଳ ପାଇପାରିବା ଗନ୍ଧି ପୋକ ଦାଉରୁ। ଆମେ ପ୍ରଥମେ ତ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କହିବା ଯେ ଜୈବିକ କୀଟନାଶକ ସେ ପ୍ରୟୋଗ କରିବେ। ଯଦି ସେଥିରେ ଦମନ ନ ହେଲେ ଏଇ ମାଟିଆ ଗୁଣ୍ଡି ପୋକ ବା ଗନ୍ଧି ପୋକ, ତାପରେ ସେମାନେ ରାସାୟନିକ କୀଟନାଶକ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ପ୍ରୟୋଗ କରିବେ। ନିଶ୍ଚିତ ଭାବରେ ଜୈବିକ କୀଟନାଶକ ପ୍ରୟୋଗ କରିବା ଦରକାର। ଯଦି ଜୈବିକ ଉପାୟରେ ବା ଅଣରାସାୟନିକ ଉପାୟରେ ଯଦି ପୋକ ଦମନ ନ ହେଉଛନ୍ତି, ଶେଷ ପଦକ୍ଷେପ ଆକାରରେ ଆମେ ଯଦି ପୋକର ଆର୍ଥିକ ଦେହଳି ସୀମା ବା ଇକୋନୋମିକ ଥ୍ରେଶୋଲ୍ଡ ଲେଭେଲ ଯଦି ବଢିଗଲା, ତାପରେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଆମେ କୀଟନାଶକ ପ୍ରୟୋଗ କରିବା ଦରକାର। ଆଚ୍ଛା, ଆପଣ ଆଲୋଚନା ଭିତରେ କହିଦେଇଥିଲେ ଯେ ଶୋଷକ କୀଟ ମାନଙ୍କର ପୁନରୁତ୍ଥାନ ହେଇଥାଏ, ଏହା ପଛରେ କାରଣ କଣ? ପୁନରୁତ୍ଥାନ ହଉଛି ଗୋଟେ ଶେଷ ପ୍ରକ୍ରିୟା। ପ୍ରଥମ ପ୍ରକ୍ରିୟା ହଉଛି ପୋକ ମରିଯିବା, ଦ୍ୱିତୀୟ ପ୍ରକ୍ରିୟା ହଉଛି ପୋକ ମାନଙ୍କ ଭିତରେ ସହନୀ ଶକ୍ତି ବୃଦ୍ଧି ପାଇବା, ତୃତୀୟ ପ୍ରକ୍ରିୟା ବା ଶେଷ ପ୍ରକ୍ରିୟା ହଉଛି ପୋକ ମାନଙ୍କର ପୁନରୁତ୍ଥାନ ହବା। ବିଷଟିଏ ଦେଲେ ପୋକ ମରିଯିବା ଗୋଟେ ସାଧାରଣ ପ୍ରକ୍ରିୟା। ବିଷଟିଏ ଦେଲେ ପୋକ ମାନେ ତାକୁ ସହିଯିବା ଇଏ ହଉଛି ସହନୀ ଶକ୍ତିର କଥା। ଏବଂ ତୃତୀୟ କଥା, ଯୋଉ ବିଷଟିଏ ଦେଲେ ପୋକ ମାନେ ମରିଯିବା ବା ସହିବା ବଦଳରେ ପୋକ ମାନଙ୍କର କ୍ଷମତା ବୃଦ୍ଧି ପାଇବା ଇଏ ହଉଛି ପୁନରୁତ୍ଥାନର କଥା। ତେଣୁ ପୁନରୁତ୍ଥାନ କାହିଁକି ହୁଏ? ଯଦି ଆମେ ଗୋଟିଏ କୀଟନାଶକ ବାରମ୍ବାର ଗୋଟିଏ କ୍ଷେତ୍ରରେ ପ୍ରୟୋଗ କରିଥିବା ତାହେଲେ ପୁନରୁତ୍ଥାନ ହବ। ଯଦି ରଦ୍ଦ ହେଇଥିବା କୀଟନାଶକ ବାରମ୍ବାର ପ୍ରୟୋଗ କରିଥିବା ତାହେଲେ ପୁନରୁତ୍ଥାନ ହବ। ଯଦି ସହନୀ ଶକ୍ତି ଥିବା ବିହନ ବା କିସମ ଯଦି ବ୍ୟବହାର କରିନଥିବା ତେବେ ପୁନରୁତ୍ଥାନ ହବ। ଏବଂ କେବଳ ଆମେ ରସାୟନ ହେଇକରି ସବୁବେଳେ ରାସାୟନିକ ସାର ଏବଂ ଔଷଧର ପ୍ରୟୋଗ କଲେ ସେଥିରେ ପୁନରୁତ୍ଥାନ ହବାର ସମ୍ଭାବନା ଅଛି। ତେଣୁ ପୁନରୁତ୍ଥାନକୁ ଏଡେଇ ଦେବା ପାଇଁ ଆମକୁ ନିରାକରଣ ଯଦି ଆପଣ କହିବେ, ପୁନରୁତ୍ଥାନକୁ ଏଡେଇ ଦେବା ପାଇଁ ପ୍ରଥମେ କୀଟନାଶକ ପ୍ରୟୋଗର ବିଧି ଜାଣିବା ଦରକାର। ଆମେ କେତେବେଳେ ପ୍ରୟୋଗ କରିବା? ଖରା ବେଳେ ପ୍ରୟୋଗ କଲେ ହବନି, ସକାଳେ ପ୍ରୟୋଗ କରିପାରିବେ। ବେଶୀ ଭଲ ଉପରବେଳା ପ୍ରୟୋଗ କରିବା ଦରକାର। କୋଉଠି ପ୍ରୟୋଗ କରିବା? ଯଦି ମାଟିଆ ଗୁଣ୍ଡି ପୋକ ପାଇଁ ପ୍ରୟୋଗ କରୁଛନ୍ତି, ଗଛର ଉପରେ ପ୍ରୟୋଗ କଲେ କିଛି ଲାଭ ନାହିଁ, ତାର ବୁଦା ମୂଳରେ ପ୍ରୟୋଗ କରିବା ଦରକାର। ଯଦି ଗନ୍ଧି ପୋକ ପାଇଁ କରୁଛନ୍ତି, ବୁଦା ମୂଳେ ପ୍ରୟୋଗ କଲେ କିଛି ଲାଭ ନାହିଁ, ଉପରେ ପ୍ରୟୋଗ କରିବା ଦରକାର। ତେଣୁ ଗଛର କେଉଁଠି ପ୍ରୟୋଗ କରିବା ଦରକାର ଆମକୁ ଜାଣି ରଖିବାକୁ ପଡିବ। କେଉଁ କୀଟନାଶକ ବ୍ୟବହାର କରିବା ଆମକୁ ଜାଣି ରଖିବାକୁ ପଡିବ। ସେଇ ଜିନିଷଟା ଚାଷୀ ଭାଇ ନିହାତି ଜାଣିବା ଦରକାର। ସେଇ ଜିନିଷଟା ଜାଣିକି ଯଦି ସିଏ ଖରିଫ ଧାନ ଫସଲ କରିବେ, ନିଶ୍ଚୟ ଏଇ ଯୋଉ କୀଟ ନିୟନ୍ତ୍ରଣ କରିପାରିବେ ଆଉ ତାଙ୍କର ପୋକ ଲାଗିବ ନାହିଁ। ନିଶ୍ଚୟ। ଯାହା ଭୁବନାନନ୍ଦ ଅଧିକାରୀ ସାର୍, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ। ଆଉ ଆଜି ଯାହା ଆଲୋଚନାର ବିଷୟ ଥିଲା ଖରିଫ ଧାନ ଫସଲରେ ଶୋଷକ କୀଟ ପରିଚାଳନା, ସେ ସମ୍ପର୍କରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଖୁବ ସୁନ୍ଦର ଭାବରେ ବୁଝେଇକିରି କହିଲେ। ଯଦି ସେ ଆଜି ଆପଣ ମାନଙ୍କର କଥା ଶୁଣୁଥିବେ, ନିଶ୍ଚୟ ସେ ୟାକୁ କାମରେ ଲଗେଇକି ତାଙ୍କ ସମସ୍ୟାର ସମାଧାନ କରିପାରିବେ। ଆପଣଙ୍କୁ ଆମର ଏହି ପଲ୍ଲୀମଞ୍ଚ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଜଣାଉଛୁ। ନମସ୍କାର। ନମସ୍କାର। ଶ୍ରୋତା ବନ୍ଧୁ, ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ। ରହୁଛୁ, ନମସ୍କାର।